ଗୋପାଳୀପଡ଼ା ଆର୍ଡି ରାସ୍ତା କାର୍ଯ୍ୟ ନିମ୍ନମାନର ଆଖି ବୁଜି ଦେଇଛି ଗ୍ରାମ୍ୟ ଉନ୍ନୟନ ସଂସ୍ଥା। ଆର୍ଡି ରାସ୍ତାରେ ବାଲି ବିଛାଯିବା ସହ ଫେବର ବ୍ଲକ କାମ ଚାଲିଛି। ମାତ୍ର କିଏ କରୁଛି ଆଉ କେତେ ଟଙ୍କାର କାମ ସେ ନେଇ ସୂଚନା ନଥିବା ବେଳେ ନିମ୍ନମାନର କାମ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏପରିକି କାମ ଚାଲିଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କର ଦେଖା ମିଳୁନି। ଫଳରେ ରାସ୍ତା କାମରେ ଅନିୟମିତତା ହେଉଥିବା ସ୍ପଷ୍ଟ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରାଣୀପଡ଼ା ପଞ୍ଚାୟତ ଅଧୀନ ବିରିଡ଼ି ଗ୍ରାମରୁ ଗୋପାଳୀପଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଏପରି ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟରେ ବ୍ୟବହୃତ ବାଲି, ସିମେଣ୍ଟ ଓ ଫେବର ବ୍ଲକ ଅତ୍ୟନ୍ତ ନିମ୍ନମାନର ହୋଇଥିବା ବେଳେ ଏଷ୍ଟିମେଟ୍ ଅନୁଯାୟୀ କାମ ହେଉନଥିବା ନେଇ ଅଭିଯୋଗ ହୋଇଛି। ବିଭାଗ ପକ୍ଷରୁ ମଧ୍ୟ କାମର ତଦାରଖ ନିମନ୍ତେ କୌଣସି ଅଧିକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ ନଥିବାର ଭରପୁର ଫାଇଦା ଉଠାଉଛି ଠିକାଦାର। ସ୍ଥାନୀୟ ଜନପ୍ରତିନିଧିଙ୍କୁ ହାତ କରି ମନ ଇଚ୍ଛା କାମ କରିବା ସହିତ ଲୋକେ ପ୍ରତିବାଦ କଲେ ମଧ୍ୟ ଫଳ ଶୂନ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କନିଷ୍ଠ ଯନ୍ତ୍ରୀଙ୍କୁ ହାତ କରି ତାଳି ପକା କାମ ଚାଲିଥିବା ବେଳେ ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲା ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଖଣ୍ଡପଡ଼ାରୁ ସନ୍ତୋଷ କୁମାର ସାହୁଙ୍କ ରିପୋର୍ଟ, ଖଣ୍ଡପଡ଼ା ଖବର।